ଜାପାନ ଉପରେ ଆମେରିକାର ପରମାଣୁ ବୋମା ନିକ୍ଷେପ ଦ୍ୱିତୀୟ ବିଶ୍ୱଯୁଦ୍ଧକୁ ପରିସମାପ୍ତ କରିଦେଇଥିଲା। ଆଜାଦ ହିନ୍ଦ ଫୌଜର ବିଜୟ ଯାତ୍ରାରେ ଏହିଠାରେ ହିଁ ପୂର୍ଣ୍ଣଚ୍ଛେଦ ପଡ଼ିଯାଇଥିଲା ଏବଂ ନେତାଜୀଙ୍କ ଅନ୍ତର୍ଦ୍ଧାନ ଏକ ରହସ୍ୟମୟ ଘଟଣା ହୋଇକରି ରହିଯାଇଥିଲା ଏବଂ ଆଜି ମଧ୍ୟ ତାହା ସେହିଭଳି ଭାବରେ ରହସ୍ୟମୟ ହୋଇକି ରହିଯାଇଛି। କିନ୍ତୁ ନେତାଜୀ ଦେଶାତ୍ମବୋଧର ଯେଉଁ ଧ୍ୱନି ପ୍ରଜ୍ୱଳିତ କରିଯାଇଥିଲେ ତାହା ଏତେ ଶୀଘ୍ର କିଭଳି ନିର୍ବାପିତ ହୋଇଥାନ୍ତା। ତାଙ୍କର କଥା କଥିତ ମୃତ୍ୟୁ ପରେ ଲାଲକିଲ୍ଲାର ଆଜାଦ ଫୌଜର ବନ୍ଦୀ ବିରୁଦ୍ଧରେ ଯେପରି ଭାବେ ମାମଲା ଚଳାଯାଇ ସେମାନଙ୍କୁ ଦେଶଦ୍ରୋହୀ ଆଖ୍ୟା ଦିଆଯାଇଥିଲା ତାହା ଜଙ୍ଗଲ ନିଆଁ ପରି ସାରା ଦେଶରେ ବ୍ୟାପ୍ତ ହୋଇ ବ୍ରିଟିଶ ସରକାରଙ୍କ ସାମରିକ ବଳକୁ ସମ୍ପୂର୍ଣ୍ଣ ଭାବରେ ଦୋହରାଇ ଦେଇଥିଲା। ଏହାର ପ୍ରମାଣ ସ୍ୱରୂପ 1946 ପ୍ରାରମ୍ଭରେ ହୋଇଥିବା ରୟାଲ ଇଣ୍ଡିଆନ ନେଭିର ବିଦ୍ରୋହ ଅନ୍ୟାନ୍ୟ ଦାବି ମଧ୍ୟରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆଜାଦ ଫୌଜର ସୈନିକଙ୍କୁ ମୁକ୍ତ କରିବା ପାଇଁ ବମ୍ବେରେ ଏହି ବିଦ୍ରୋହ ଆରମ୍ଭ ହୋଇଥିଲା। ଏହି ବିଦ୍ରୋହ ବାସ୍ତବରେ ବ୍ରିଟିଶ ରାଜର କଫିନରେ ଶେଷ ଘଣ୍ଟା ପଡ଼ିଥିଲା ଏବଂ ସେମାନେ ଅନୁଭବ କରିଥିଲେ ଯେ ଭାରତକୁ ଆଉ ବେଶୀ ଦିନ ପରାଧୀନ କରିକି ରଖିବା ଅସମ୍ଭବ ଅଟେ। ଅନେକ ଇତିହାସକାର ଏପରି ସମୟରେ ସେ ସମୟରେ ବ୍ରିଟିଶ ଶାସକମାନେ ସ୍ୱୀକାର କରିଥିଲେ ଯେ ନେତାଜୀଙ୍କର ସଶସ୍ତ୍ର ସଂଗ୍ରାମ ନେଇନଥିଲେ ଆହୁରି କିଛି ବର୍ଷ ସେମାନେ ଭାରତରେ ଶାସନ କରିଥାନ୍ତେ ଆଉ ଏ କଥା ମଧ୍ୟ ଆମେ ସମସ୍ତେ ଜାଣିଛନ୍ତି। କିନ୍ତୁ ଦୁଃଖର କଥା ଇତିହାସ ପୃଷ୍ଠାରେ ନେତାଜୀଙ୍କର ଜୀବନ କାହାଣୀ ସଂଘର୍ଷକୁ ଲୋକଲୋଚନକୁ ହଜେଇ ଦିଆଯାଇଛି। 4 ଜଣ ପ୍ରସିଦ୍ଧ ଇତିହାସକାରଙ୍କର ଦ୍ୱାରା ଲିଖିତ ପ୍ରସିଦ୍ଧ ପୁସ୍ତକ ଫ୍ରିଡମ୍ ଷ୍ଟ୍ରଗଲ ଅଫ୍ ଇଣ୍ଡିଆ ର 600 ପୃଷ୍ଠା ସମ୍ବଳିତ ଏହି ପୁସ୍ତକରେ ମାତ୍ର 5 ପୃଷ୍ଠାରେ ନେତାଜୀଙ୍କର ସ୍ୱାଧୀନତା ଆନ୍ଦୋଳନକୁ ସୀମିତ କରି ରଖି ଦିଆଯାଇଛି। ଏଠାରେ ଉପସ୍ଥିତ ଥିବା ସୁଧୀମଣ୍ଡଳୀଙ୍କ ମଧ୍ୟରୁ କେତେଜଣ ଅବଗତ ଅଛନ୍ତି ଯେ ନେତାଜୀ ପ୍ରେସିଡେନ୍ସି କଲେଜରେ ଯେତେବେଳେ ସେ ଅଧ୍ୟୟନ କରୁଥିଲେ ପାଠ ପଢ଼ୁଥିଲେ ସେ ସମୟରେ ବ୍ରିଟିଶ ପ୍ରିନ୍ସିପାଲଙ୍କର ମନମୁଖୀ କାର୍ଯ୍ୟକୁ ବିରୋଧ କରିକିରି ପ୍ରାୟ 1 ବର୍ଷ ପର୍ଯ୍ୟନ୍ତ କଲେଜରୁ ରଷ୍ଟିକେଟ୍ ହେବାକୁ ତାଙ୍କୁ ପଡ଼ିଥିଲା। ଆମେ ଜାଣିନାହୁଁ କାରଣ ଆମକୁ ଏ ବିଷୟରେ କୌଣସି ବହିରେ କୌଣସି ପୁସ୍ତକରେ ଆଜି ପର୍ଯ୍ୟନ୍ତ ଜାଣିବାର ଅଭିପ୍ରାୟ ମଧ୍ୟ ରଖି ଦିଆଯାଇ ନାହିଁ। ଆମ ମନରେ ଏକ ଧାରଣା ଦିଆଯାଇଥିଲା ଯେ ନେତାଜୀଙ୍କର କୌଣସି ମିଲିଟାରୀ ଟ୍ରେନିଂ ନଥାଇ ସେ ସାମରିକ ଭାବରେ ସଂଗ୍ରାମ କରିବାକୁ ବାଛିଥିଲେ ଯାହା ଯୁକ୍ତିସଙ୍ଗତ ଆଦୌ ନଥିଲା। କିନ୍ତୁ ଇତିହାସ ପୃଷ୍ଠାରେ ଆମକୁ ପଢ଼ାଯାଇ ନଥିଲା ଯେ କଲେଜ ଜୀବନରେ ସେ ମିଲିଟାରୀ ଟ୍ରେନିଂ ନେଇଥିଲେ ଏବଂ କଲେଜରୁ ପାସ୍ କରିବା ସମୟରେ ମଧ୍ୟ ସେ ନନ୍ କମିଶନ ଅଫିସର ଅଲରେଡି ସେ ହୋଇସାରିଥିଲେ। କିଛି ବ୍ୟକ୍ତିତ୍ୱକୁ ମହାନ କରି ତୋଳିବା ପାଇଁ ବର୍ତ୍ତମାନର ରଚିତ ଇତିହାସ ଅନେକ ମହାନ ସଂଗ୍ରାମକୁ ଉଚିତ ସ୍ଥାନ ଦେଇନାହିଁ। ଏହା ନିଶ୍ଚିତ ଭାବରେ ଆଜିର ସମାଜରେ ଆମ ପାଇଁ ଏକ ଘୋର ଲଜ୍ଜାର ବିଷୟ ଯେ ଇତିହାସ ପୃଷ୍ଠାରେ ଶହୀଦ ଭଗତ ସିଂଙ୍କୁ ଜଣେ ଆତଙ୍କବାଦୀ ଭାବରେ ଚିତ୍ରଣ କରାଯାଉଛି। ଏମାନଙ୍କ ଠାରୁ ଆମେ କ'ଣ ବା ଅଧିକାର ଆଉ ଆଶା କରିବା। କିନ୍ତୁ ମାନନୀୟ ମୋଦିଜୀଙ୍କ ନେତୃତ୍ୱରେ ଏହା ଆଜି ବଦଳିବା ଆରମ୍ଭ କରିଛି। ଆଦିବାସୀ ନେତା ଭଗବାନ ବିର୍ସା ମୁଣ୍ଡାଙ୍କର ଜୟନ୍ତୀକୁ ମାନନୀୟ ପ୍ରଧାନମନ୍ତ୍ରୀ ଯେ ଜାତୀୟ ଜନଜାତି ଦିବସ ହିସାବରେ ଆଜି ପାଳନ କରାଯାଉଛି ଠିକ୍ ସେହିଭଳି ଭାବରେ ଆଜି ଯେଉଁ ପବିତ୍ର ଦିନରେ ନେତାଜୀଙ୍କର ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ଆମେ ଆଜି ମହା ଆଡ଼ମ୍ବରପୂର୍ଣ୍ଣ ଭାବରେ ଏହି ଐତିହାସିକ ସହର ତାଙ୍କର ଜନ୍ମସ୍ଥାନ ଏହି କଟକ ସହରରେ ଆଜି ଆମେ ପାଳନ କରୁଛୁ। ଏ ଆମ ପାଇଁ ପରମ ସୌଭାଗ୍ୟ ଯେ ଆଜି ସମୟ ପରିବର୍ତ୍ତନ ହେଇଛି ଏବଂ ଏହି ପରିବର୍ତ୍ତନରେ ଆଜି ଆମେ ମଧ୍ୟ ଆଜି ଆମର ସେଇ ଓଡ଼ିଆ ଅସ୍ମିତାକୁ ମନେ ପକାଇ ସଂକଟ ହୋଇଥିବା ଓଡ଼ିଆ ଅସ୍ମିତାକୁ ପୁନଃସ୍ଥାପିତ କରିବା ପାଇଁ ଯଥୋଚିତ ସମ୍ମାନ ପ୍ରଦର୍ଶନ କରିବା ପାଇଁ ଯାଇ ଆମ ଓଡ଼ିଶାର ବରପୁତ୍ରମାନଙ୍କୁ ସାମ୍ନାକୁ ଆଣିବା, ଯଥୋଚିତ ସମ୍ମାନ ପ୍ରଦର୍ଶନ କରିବା ଏବଂ ଓଡ଼ିଆ ଅସ୍ମିତାର ପରିଚୟକୁ ପୁନର୍ବାର ଭାବରେ ପୁନଃସ୍ଥାପନ କରିବା ଆଜିର ଆମ ନୂଆ ସରକାରର ମଧ୍ୟ ଏହି ଆଭିମୁଖ୍ୟ ଆଜି ଅଛି। ଓଡ଼ିଶାରେ ଆହୁରି ଅନେକ ବରପୁତ୍ର ଅଛନ୍ତି। ସେମାନଙ୍କ ମଧ୍ୟରୁ ଶହୀଦ ମାଧବ ସିଂ,
ସିଏ ମଧ୍ୟ ଜଣେ ଓଡ଼ିଶାର ଜଣେ ଆଦିବାସୀ ବରପୁତ୍ର। ତାକୁ ମଧ୍ୟ ଉପଯୁକ୍ତ ସମ୍ମାନ ଆମ ସରକାର ଆଜି ଦେଇଛନ୍ତି। ଆଜି ସମୟ ଆସିଛି ଆମେ ଏହିପରି ନାମହୀନ ଏବଂ ପରିଚୟହୀନ ମହାନ ଶହୀଦଙ୍କୁ ଉପଯୁକ୍ତ ସମ୍ମାନ ଦେବା ଏବଂ ସେମାନଙ୍କୁ ଯେଉଁମାନେ ପଛରେ ଅଛନ୍ତି ସାମ୍ନାକୁ ଆଣିକରି ଏ ସମାଜ ସାମ୍ନାରେ ଆଣିକି ଛିଡ଼ା କରିବା। ଆଉ ଇଏ କାମ ମଧ୍ୟ ଆଜି ଆମ ସରକାର ନିରନ୍ତର ଭାବରେ ଏ କାମ ପ୍ରକ୍ରିୟାକରଣ ଆରମ୍ଭ କରିଛନ୍ତି। ସେହିଭଳି ଭାବରେ ଓଡ଼ିଶା ସରକାର ସ୍ୱାଧୀନତା ସଂଗ୍ରାମୀଙ୍କର ପେନସନକୁ ମଧ୍ୟ ବୃଦ୍ଧି କରିବା ସହିତ ସେମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା ଏବଂ ତାଙ୍କର ପେନସନକୁ ମଧ୍ୟ ବୃଦ୍ଧି କରି 20,000 ଟଙ୍କାକୁ ପହଞ୍ଚାଇବା ଇଏ କାମ ଆଜି ଆମ ସରକାର ତାଙ୍କୁ ଦେବା ସହିତ ତାଙ୍କୁ ସମ୍ମାନ ଦେବା ବି ଆରମ୍ଭ କରିଛନ୍ତି। ଯଦିଓ ନେତାଜୀଙ୍କର ଜୀବନର ସମ୍ପୂର୍ଣ୍ଣ କାହାଣୀ ଏବଂ ତାଙ୍କର ଅବଦାନକୁ ଗୋଟିଏ ଭାଷଣରେ ସଂକ୍ଷିପ୍ତ କରାଯାଇପାରିବ ନାହିଁ, ଉଭୟ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଗଭୀର ପ୍ରଭାବ ଥିଲା, ଏହା ଅନସ୍ୱୀକାର୍ଯ୍ୟ। ଏକ ମୁକ୍ତ ଭାରତ ପ୍ରତି ତାଙ୍କର ପ୍ରତିବଦ୍ଧତା, ତାଙ୍କ ଦୃଷ୍ଟିକୋଣ ଏବଂ ତାଙ୍କର ନିର୍ଭୀକ ନେତୃତ୍ୱ ସମସ୍ତଙ୍କର ପାଇଁ ପ୍ରେରଣା ହୋଇ ରହିଛି ଏବଂ ଭବିଷ୍ୟତରେ ମଧ୍ୟ ନିଶ୍ଚିତ ଭାବରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇକରି ରହିବ। ଆଜି ତାଙ୍କ ଜନ୍ମ ସହର କଟକ ସାରା ଦେଶରେ ଆଜି ଗର୍ବିତ ଏବଂ ଚର୍ଚ୍ଚିତ ମଧ୍ୟ। କଟକର ଓଡ଼ିଆ ବଜାର ହେଉଛି ନେତାଜୀଙ୍କର ଜନ୍ମସ୍ଥଳ। ତାଙ୍କର ବାଲ୍ୟ ଜୀବନ ଏହିଠାରେ ହିଁ ବିତିଛି। ଜଣେ ନିର୍ଭୀକ ସତ୍ୟବାଦୀ ଦୁଃସାହସୀ ମେଧାବୀ ଛାତ୍ର ଭାବେ ସେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ। ଜଣେ ମେଧାବୀ ଛାତ୍ର ହିସାବରେ ନିଜକୁ ପ୍ରତିପାଦିତ କରିଥିଲେ ମଧ୍ୟ ସେତେବେଳର ନିୟମ ଅନୁଯାୟୀ ଭାରତୀୟ ବଂଶୋଦ୍ଭବ ମେଧାବୀ ଛାତ୍ର ସର୍ବୋଚ୍ଚ ନମ୍ବର ରଖିଲେ ମଧ୍ୟ ତାଙ୍କୁ କେବେ ବୃତ୍ତି ଦିଆଯାଉନଥିଲା। ଏହି ଅବସ୍ଥା ନେତାଜୀ ସୁଭାଷଙ୍କର ମନକୁ ଶକ୍ତ ଆଘାତ ବାଲ୍ୟ କାଳରୁ ହିଁ ଛାତ୍ର ଜୀବନରେ ତାଙ୍କ ମନରେ ବହୁତ ଶକ୍ତ ଆଘାତ ଦେଇଥିଲା ଏବଂ କଟକରୁ ହିଁ ନେତାଜୀ ସୁଭାଷଙ୍କର ହୃଦୟରେ ଇଂରେଜମାନଙ୍କର ବିରୁଦ୍ଧରେ ବିଦ୍ରୋହର ଗୁଞ୍ଜରଣ ସୃଷ୍ଟି ହୋଇଥିଲା। ନେତାଜୀ ଆମ ଇତିହାସ ପୃଷ୍ଠାରେ ଏମିତି ଏକ ନାୟକ ଥିଲେ ଯାହାଙ୍କର ଜୀବନୀ ଏବଂ ସଂଘର୍ଷର କାହାଣୀ ପଢ଼ିଲେ ଆଜି ମଧ୍ୟ ଆମ ସମସ୍ତଙ୍କର ଲୋମ ଟାଙ୍କୁରି ଉଠିବ। ବ୍ରିଟିଶ ପୋଲିସର ଆଖିରେ ଧୂଳି ଦେଇ ଗୃହବନ୍ଦୀ ଅବସ୍ଥାରୁ ପଳାୟନ କରିବା, ଆଜାଦ ହିନ୍ଦ ଫୌଜ ପ୍ରତିଷ୍ଠା ପାଇଁ ସୌଦିର ସିଙ୍ଗାପୁର, ଜର୍ମାନୀ, ଜାପାନ, ବର୍ମା ପରି ଦେଶକୁ ଯାତ୍ରା କରିବା ଅର୍ଥାତ୍ ଜର୍ମାନୀରୁ ଜାପାନ ପର୍ଯ୍ୟନ୍ତ ସବମରାଇନ ଭିତରେ ଯାତ୍ରା କରିବା ଏବଂ ଶେଷରେ ତାଙ୍କର କଥା କଥିତ ଦେହାନ୍ତ ସବୁକିଛିର ଭରି ରହିଥିଲା ରୋମାଞ୍ଚ। ଏହି ବ୍ୟବସ୍ଥା ନେତାଜୀ ସୁଭାଷଙ୍କର ମନକୁ ଶକ୍ତ ଆଘାତ ଦେଇଥିଲା ଏବଂ କଟକରୁ ହିଁ ନେତାଜୀ ସୁଭାଷଙ୍କର ହୃଦୟରେ ଇଂରେଜମାନଙ୍କର ବିରୁଦ୍ଧ ସେ ଏପରି ଜଣେ ନାୟକ ଥିଲେ ଯାହାଙ୍କୁ ପଢ଼ିଲେ ଦେହରେ ରୋମାଞ୍ଚକର ଭରି ଉଠିବା ସହିତ ଆଖିରେ 2 ଟୋପା ଲୁହ ମଧ୍ୟ ଜକେଇ ଆସେ। ଏପରି ଜଣେ ଦେଶଭକ୍ତ ସଂଗ୍ରାମୀଙ୍କ ବିଷୟରେ ଆମ ଯୁବପିଢ଼ି ବିସ୍ତାର ଭାବେ ପଢ଼ିବା ନିଶ୍ଚିତ ଭାବରେ ଆବଶ୍ୟକତା ଅଛି ଏବଂ ତାଙ୍କର ପ୍ରକୃତ ଲୁକାୟିତ ଅନେକ କାହାଣୀ ଅନେକ କଥା ମଧ୍ୟ ସାମ୍ନାକୁ ଆସିବା ଦରକାର ଏବଂ ତାଙ୍କ ବିଷୟରେ ଆଜିର ଯୁବପିଢ଼ିଙ୍କୁ ମୁଁ ଆହ୍ୱାନ କରିବି ଆପଣମାନେ ସମସ୍ତେ ଅଧ୍ୟୟନ କରିକି ନୂତନ ଭାବରେ ସମସ୍ତ କଥାକୁ ସାମ୍ନାକୁ ଆଣିବା ଏବଂ ବିସ୍ତାର ଭାବେ ତାଙ୍କ ବିଷୟରେ ପଢ଼ିବା ଏବଂ ଜାଣିବାର ଆବଶ୍ୟକତା ବି ମନେ ହୁଏ। ଆଜି ବିଭିନ୍ନ ସ୍ମୃତିଚାରଣ କାର୍ଯ୍ୟକ୍ରମ ଓ ସ୍ମାରକୀ ମାଧ୍ୟମରେ କଟକ ସହର ନେତାଜୀଙ୍କୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ନିଶ୍ଚିତ କରୁଛି ଯେ ତାଙ୍କର ମୂଲ୍ୟବୋଧ ଏବଂ ଦୂରଦୃଷ୍ଟିକୁ ଆମେ କେବେ ବି ଭୁଲି ପାରିବା ନାହିଁ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜୀବନ ଏବଂ କଟକ ସହିତ ତାଙ୍କର ସୁସମ୍ପର୍କ ବିଷୟରେ ଆଗାମୀ ପିଢ଼ି କିଭଳି ସଚେତନ ହେବେ ସେ ଦାୟିତ୍ୱ ଆମର। ଭାରତବର୍ଷ ସ୍ୱାଧୀନତା ସଂଗ୍ରାମର ଏହି ଶ୍ରେଷ୍ଠ ବୀର ଯୁଗପୁରୁଷଙ୍କର ଜୀବନୀ, ତାଙ୍କର ସଂଗ୍ରାମ ଏବଂ ତାଙ୍କର ଦୃଷ୍ଟିକୋଣ ଏବଂ ତାଙ୍କର ଜାତୀୟତାବାଦୀ ଭାବନାକୁ ଆଗାମୀ ପିଢ଼ି ନିକଟରେ ଆମକୁ
पहुंचेगा पड़ो। आम यशस्वी प्रधानमंत्री यही पराक्रम दिवस को जातीय स्तर कार्यक्रम भाव आयोजन करने समस्त प्रकार भव्य और दिव्य व्यवस्था केंद्र सरकार संस्कृति विभाग तत्वावधान विभिन्न कार्यक्रम सहित यह दिवस अनुष्ठित होउछि। राज्य सरकार संस्कृति विभाग तरफ ये कार्यक्रम को रुद्धिमंत करने सफलता आने केंद्र संस्कृति विभाग सहित मिलित सहयोग काम को सफलतापूर्वक आज ये पवित्र ऐतिहासिक जन्मस्थान कटक आज ये भव्य कार्यक्रम प्रथम थर कर निश्चित भाव में समस्त नेतृमंडल को धन्यवाद अर्पण कर भारत ही जननायक जीवनादर्श पराकाष्ठा और समाज मंगल दृष्टिकोण इत्यादि को विचार को नहीं आमे आमर युवशक्ति को एक समृद्ध देश निर्माण करने आज दिन आग को बढ़ा पड़ो। से आम नुआ सरकार ओडिशा रे प्रतिष्ठा हेला परे आपण मानकर समस्त सहयोग आशीर्वाद एवं महाप्रभु जगन्नाथ आशीर्वाद आज ओडिशार जो परिवर्तन आज आसी आमको आज आम ओडिशा को आग को बढ़ा पड़ो। ये नेतृत्व को आहरी आग को नापी पड़ो। से निरंतर भाव में आम सामूहिक भाव ओडिशा को एक समृद्ध ओडिशा को नापी पड़ो। नुआ ओडिशार आम नुआ परिचय देकर आमको भारत वर्ष स्वतंत्रता अर्जन करने पड़ो। आज आम सरकार आसला ये सात मास समय अवधि भितर आपण मानकर समस्त इच्छा को आपण मानकर दाबी को आपण मानकर सम्मान को बलवत्तर रखी एक सुस्थ समाज गठन करने सहित ओडिशा को एक अर्थनैतिक क्षेत्र में सामाजिक क्षेत्र में विकास क्षेत्र में भारत वर्ष श्रेष्ठ राज्य मान भितर प्रतिष्ठा करने आम सरकार आज निरंतर भाव में काम करते निजे यशस्वी प्रधानमंत्री नरेंद्र मोदी जी निर्वाचन पूर्व ओडिशा को आसी आपण मानकर समस्त को सहज कामना करने एवं ये एक डबल इंजन सरकार करने आपण माने समस्ते पूर्ण समर्थन दे प्रधानमंत्री जी कथा को रक्षा करी आज डबल इंजन सरकार देइछंती एवं ओडिशार डबल विकास अर्थात द्विगुण विकास करने आज निजे प्रधानमंत्री जी थरे नुह दी थर नुह ये 7 मास भितर 4 थर आसी सारी ओडिशा को एवं आउ किछि दिन पर आसंता 28 तारिख में पुनर्बार ओडिशा को आगमन होउछि। ओडिशा को एक पूर्वोदय कथा कहवा परिप्रेक्षी जिते बड़े 1947 मसीह भारत विकसित भारत हम आते मोदी जी भाषा ये पूर्वोदय कथा जहाँ उल्लेख करोडिशा हम विकास एक ग्रोथ इंजिन हिसाब से भारत को नेतृत्व देव से बारंबार मोदी जी ओडिशा आगमन एवं ओडिशा को शिल्प क्षेत्र में विकास क्षेत्र में भित्तिभूमि क्षेत्र में शिक्षा क्षेत्र में एवं स्वास्थ्य क्षेत्र में संपूर्ण भाव में अर्थनैतिक क्षेत्र में किभली भाव में ओडिशा एक समृद्ध ओडिशा गठन हम से निरंतर भाव में आम समस्त को सहयोग करवा प्रेरणा देवा एवं उत्साहित करके राज्य को वृद्धिमंत करने आगमन निश्चित भाव में आमको आगामी दिन में ओडिशा को भारत वर्षर श्रेष्ठ 5टी राज्य भितर स्थानित करने आमको जो प्रेरणा देवाई आसती निश्चित भाव में आपण अनुरोध करी आपण आशा रखी जे आम समस्ते सामूहिक भाव में ओडिशार विकास ओडिशा को समृद्ध ओडिशा करने आम आज से महान जननायक स्वाधीनता संग्रामी नेताजी सुभाष चंद्र बोसଙ୍କର ସେହି ତାଙ୍କର जो इच्छा थिला तांकर जो लक्ष्य थिला तांकर जो मिशन थिला ये भारत को सशक्तिकरण करने पाई एक पृथ्वी श्रेष्ठत्व प्रतिपादन करने एवं से जो स्वाधीनता संग्राम में लड़ाई करी
जो इच्छा व्यक्त करते से इच्छा को ग्रहण कर आज दिन में निश्चित भाव में मोर मन हुए आम समस्ते आज पवित्र दिन में आम समस्ते संकल्प नहीं आमको आगक बढ़िया परिशेष मो सम्मुखें समस्त ज्ञानी गुणी सज्जन मंडली साधु सन्थ एवं बुद्धिजीवी समस्त सांबादिक बंधु विशेषकर कटक सहर में रोकवा आ कटक सहर जो भाईचारार सहर समस्त उपस्थित भाई भाई मानू आज महार्घ दिवस पालन अवसर में योगदान कर समस्त को हार्दिक शुभेच्छा ज्ञापन करने सहित मुख्य कृतज्ञता ज्ञापन करुच्ची एवं मोर वक्तव्य को एतिकी समाप्त करुच्ची। धन्यवाद। भारत माता की जय। वंदे उत्कल जननी। नेताजी सुभाष बोस अमर रहे। धन्यवाद।